ଚିତ୍ରଣାଠାରେ ଦୁର୍ଘଟଣାରେ ଘୋଡ଼ା ମୃତ। ଆକ୍ସିଡେଣ୍ଟ ଜୋନ୍ ଘୋଷଣା କରିବାକୁ ସରପଞ୍ଚଙ୍କଠାରେ ଗୁହାରି କଲେ ସ୍ଥାନୀୟ ଜନସାଧାରଣ। ହଁ ଦର୍ଶକ ବନ୍ଧୁ, ଏ ଦୃଶ୍ୟ ମଣିଷର ସମ୍ପର୍କ ନୁହେଁ, ସମ୍ପର୍କ ଜଣେ ମାଲିକ ପ୍ରତି ତାଙ୍କ ଘୋଡ଼ାର। ନିଃସ୍ୱାର୍ଥପର ଏ ପ୍ରେମ, ଅନାବିଡ଼ ଏ ସମ୍ପର୍କ। ଟିକେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ। ଏ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଚିତ୍ରଡ଼ା ଅଞ୍ଚଳର। ଗତକାଲି 23/8/2024 ଶୁକ୍ରବାର ପ୍ରାୟ ସମୟ 12:30 ପୁରୁଣା ପାଣି ନିକଟରେ ଦୁର୍ଘଟଣାର ଶିକାର ହୋଇଛି ଏହି ଘୋଡ଼ାଟି। ତେବେ ବାରିପଦା ଅମରଦା ମୁଖ୍ୟ ରାସ୍ତାରେ ଅଜଣା ଦ୍ରୁତଗାମୀ ଗାଡ଼ି ଧକ୍କାରେ ଘୋଡ଼ାଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଘୋଡ଼ାଟିର ମାଲିକ ଅଶେଷ କୁମାର ମହାନ୍ତଙ୍କ ପରିବାର ଓ ସ୍ଥାନୀୟ ଜନସାଧାରଣ ଘୋଡ଼ାଟିର ମୃତ୍ୟୁରେ ମର୍ମାହତ ହୋଇପଡ଼ିଛନ୍ତି। କାରଣ ଘୋଡ଼ା ଏମିତି ଏକ ପ୍ରାଣୀ ଯାହାକୁ ଦେଖିଲେ ସମସ୍ତେ ହୋଇଯାଆନ୍ତି ଆକର୍ଷିତ। 2 ବର୍ଷ ତଳେ ଘୋଡ଼ାଟିକୁ ଘରକୁ ଆଣିଥିଲେ ଅଶେଷ। ଛୁଆରୁ ପାଳି ପୋଷି ବଡ଼ କରିଥିଲେ, ନିଜ ପରିବାରର ସଦସ୍ୟ ଭାବରେ ରଖିଥିଲେ। ଘୋଡ଼ାଟି ସ୍ଥାନୀୟ ଅଞ୍ଚଳରେ ବୁଲୁଥିବାର ଦେଖି ଲୋକେ ଖୁବ୍ ଆନନ୍ଦିତ ଅନୁଭବ କରୁଥିଲେ। କିନ୍ତୁ ଘୋଡ଼ା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଖବର ସମସ୍ତଙ୍କୁ ମନକୁ ଦୁଃଖିତ କରିଛି। ଏନେଇ ଆଜି 24/8/2024 ଶନିବାର ସକାଳ ପ୍ରାୟ 10ଟା ସମୟରେ ସ୍ଥାନୀୟ ଚିତ୍ରଡ଼ା ସରପଞ୍ଚଙ୍କୁ ଭେଟି ଦୁର୍ଘଟଣା ଘଟିଥିବା ସ୍ଥାନକୁ ଆକ୍ସିଡେଣ୍ଟ ଜୋନ୍ ଭାବେ ଘୋଷଣା କରିବାକୁ ନିବେଦନ କରିଥିଲେ ଅଶେଷ କୁମାର ମହାନ୍ତ, ଯଦୁନାଥ ମହାନ୍ତ, ଅଲିଭ୍ ଡେଭିଡ୍ ମହାନ୍ତ, କନ୍ଦା ମାହାଲି। ଚିତ୍ରଡ଼ା ସରପଞ୍ଚ ବାଲକ ବାରାଣୀଙ୍କଠାରେ ନିବେଦନ କରିବା ସହ ସରପଞ୍ଚ ଆସି ଉକ୍ତ ଦୁର୍ଘଟଣା ସ୍ଥାନ ବୁଲି ଦେଖିବା ସହ ପରିବାର ଲୋକ ସମେତ ସ୍ଥାନୀୟ ଲୋକଙ୍କ ଦୁଃଖରେ ନିଜେ ଦୁଃଖ ପ୍ରକାଶ କରିଥିଲେ। ତେବେ ଆଜିର ଏ ଦୁନିଆରେ ଯେଉଁଠି ମଣିଷର ହେଉନାହିଁ, ସେଠି ଘୋଡ଼ା ପ୍ରତି ମାଲିକର ଏମିତି ମମତା ଦେଖି ଆଖି ଅଦା କରିଦେଉଛି। एते जुरा बाजला मु कुछ की त कुटी दला दीदी मु बाहरी दौटी बाहरी आजली मन के डाकली मु कहली आसो ना गो कीटा के सेते बड़ी ये खाली थोरे नी चिड़ीला मोजी रास्ता रे भी तो रुहे नहीं रुहे मोते लागुची से पार होते लागी सो पार होतला ना दीदी से साइड रे चोरुतला घास का भी पाटी रे हो जाएगा। हे दीदी छुआए ती रोकी दिली तू गोरवासी गोर पगरे रोई दिला मु नहीं खाइले से भी नहीं खाई दीदी मु